आसंता काली गणेश पूजा तेणु तुमे माने काली सकाळु आसीबो। सकाळु आसिले सब सजासजी हेबो। आ मिठू तू सकाळु मूर्ति बानी जिबु ठीक अछि? आज्ञा सर मु सकाळु सकाळु मूर्ति वाला पाखकु जिबी। मुन्ना काली एठी सब जिनिसर तू रक्षणाबेक्षण करिबु। पिंकी सह बाकी समस्त झलर फूल सजासजी करिवे। सर मते आपण जगिया जगी कामरे रखंतुनी। मते आपण सजासजी कामरे रखंतु। मु सेमाने कोटे भलो सजासजी काम जानिछि। नाइ सर आपण मुन्ना को आम सह रखंतुनी। एटका सब काम बेखर करबो। हां हां मु तो खाली सब काम बेखर कर दोछि। तू खाली सब काम साइज रे करूछु। चुप करो समस्ते। तुमे माने मार खाइबो जानिछ। जाहाकू जहा काम दिया गेला से माने से काम करिवे। एबे जाओ तुम मानक स्कूल छुट्टी हैला। काली एठाकू जल्दी आसीबो। एहा पर सबु पिला घर को चली गले। वाह काली तो बहुत मजा हेबो। मु काली जल्दी आसीबी। पूजा सारी दिन एठू चली जिबी। आ ता पर तुमार मोर दूर जंगल को बुलिबाकू जिबो। एमिति कहि मुन्ना आगको चली थाए। हठात तार टुना सह देखा हैला। अरे टुना कुआडे गेलु? कुआडे जेबे कोन? मु एठी टिके बुलुथिलु। तू कोन स्कूल रे गेलु? हां हां स्कूल रे गेली। आ तू जानिछु काली हम स्कूल रे गणेश पूजा हेबो। आ पूजा सरिले हम दूर जंगल को बुलिबाकू जिबा। से कथा छाड़ मते कहिलु ए गणेश पूजा कोन? अरे तू गणेश पूजा कोन जानिनु? सुन ताहले गणेश होचନ୍ତି भगवान शिव एवं माता पार्वतीଙ୍କ पुत्र। ताଙ୍କର बहुत नाम जेमिति एकदंत, विघ्न विनाशन, गजानन एमिति अनेक नाम। मुन्ना टुना को गणेशଙ୍କ विषୟରେ କହିଲା। ସବୁ କଥା ଶୁଣି ସାରି ଟୁନା କହିଲା, अरे बाप रे या ଭିତରେ ଏତେ କଥା ରହିଛି ମୁଁ ତ ଜାଣି ନଥିଲି। ହଉ ତୁ ଥା ମୁଁ ଯାଉଛି ଘରକୁ। କାଲି ପାଇଁ ସବୁ ଜିନିଷ ପତ୍ର ଯୋଗାଡ଼ କରିବି। ହଉ ହଉ ତୁ ଯା ମୁଁ ଏଇ ପାଖାପାଖି ବୁଲି ଘରକୁ ଫେରିଯିବି। ଏହା ପରେ ମୁନ୍ନା ଘରକୁ ଫେରିଲା। ଘରେ ପହଞ୍ଚି ସେ ପୂଜା ପାଇଁ ନଡ଼ିଆ ଓ ଫୁଲ ଯୋଗାଡ଼ କଲା ଏବଂ ଶୋଇ ପଡ଼ିଲା। ପରଦିନ ସକାଳ ହେଲା। ସବୁ ପିଲା ସ୍କୁଲକୁ ଆସି ନିଜ ନିଜ କାମରେ ଲାଗି ପଡ଼ିଲେ। କିନ୍ତୁ ମୁନ୍ନା ଶୋଇଥାଏ। ଏ ମୁନ୍ନା ଉଠି ପଡ଼ ପୁଅ ସକାଳ ହେଇଗଲାଣି। ମାର ଡାକ ଶୁଣି ମୁନ୍ନାର ନିଦ ଭାଙ୍ଗିଲା। କଣ ହେଲା? ସକାଳ ହେଇଗଲାଣି? ହେ ଭଗବାନ ମୋର ତ ସ୍କୁଲ ଯିବାର ଅଛି। ମୁଁ ଏତେ ବେଳ ହେଲାଣି ଶୋଇଛି। କିଛି ଡେରି ହେଇନି ତୁ ଯା ଏବେ ସ୍କୁଲକୁ। ହଁ ହଁ ମା ମୁଁ ଯାଉଛି। ଏହା ପରେ ମୁନ୍ନା ତରତର ହୋଇ ସ୍କୁଲକୁ ଚାଲିଲା। କିଛି ସମୟ ପରେ ସେ ଯାଇ ସ୍କୁଲରେ ପହଞ୍ଚିଲା। ଆରେ ତୁ ଏତେ ବେଳକୁ କଣ ଆସୁଛୁ? ତୋର କଣ ନିଦ ଭାଙ୍ଗି ନଥିଲା ନା କଣ? ନାଇଁ ସାର୍ ସେ କଣ କି ମୋର ଗୋଟେ କାମ ଥିଲା ତ ସେଥିପାଇଁ ମୋର ଟିକେ ଡେରି ହେଇଗଲା। ହଉ ତୁ ଏଇଠି ସବୁ ଭୋଗରାଗ ଜଗିଥା। ସବୁ ପିଲା ଭାଇନାଙ୍କୁ ଡାକିବାକୁ ଯାଇଛନ୍ତି। ମୁଁ ଯାଉଛି ଏଇ ପାଖରୁ ଟିକେ ଆସୁଛି। ଏମିତି କହି ସାର୍ ସେଠୁ ଚାଲିଗଲେ। ଆରେ ଏ ଗଣେଶ ମୂର୍ତ୍ତି ତ ବହୁତ ଭଲ ହେଇଛି। ପୁରା ଜୀବନ୍ତ ଠାକୁରଙ୍କ ପରି ଦିଶୁଛି। ହେ ପ୍ରଭୁ ଆପଣ ମତେ ଟିକେ ଦର୍ଶନ ଦିଅନ୍ତନି। ହଠାତ୍ ମୁନ୍ନାର ନଜର ପାଖରେ ଥିବା ଲଡୁ ଉପରେ ପଡିଲା। ଲଡୁକୁ ଦେଖି ମୁନ୍ନାର ଲୋଭ ଆସିଗଲା। ଆରେ ବା এই লডু তো ବହୁତ ସ୍ୱାଦିଷ୍ଟ ଜଣା ପଡୁଛି। ହଉ ଭୋଗରାଗ ସରିଲେ ତ এই ଲଡୁରୁ ମୁଁ 5ଟା ଲଡୁ ଖାଇନେବି। ସେ ଏମିତି କହୁଥାଏ। ହଠାତ୍ ସେ ଦେଖିଲା ଗଣେଶଙ୍କ ମୂର୍ତ୍ତି ଆସି ସେ ସବୁ ଲଡୁ ଟେକି ନେଇଗଲା। ରୁହ ରୁହ ତୁମେ এই ଲଡୁ କଣ ନେଇ ଯାଉଛ? এই ଲଡୁ ତ ମୋ ପାଇଁ ରଖାଯାଇଛି। ମୁଁ এই ଲଡୁ ନେଲି। ଏଥିରେ ତୁମର କଣ ଅଛି? ନାଇଁ ନାଇଁ ତୁମେ এই ଲଡୁ ଏମିତି ନେଇ ପାରିବନି। ତୁମେ ସବୁ ଲଡୁ ନେଇଗଲେ ଆମେ କଣ ଖାଇବୁ? ଆରେ ଇଏ କେମିତିକା କଥା? এই ଲଡୁ ତ ମୋ ପାଖରେ ଭୋଗ ହେବାକୁ ଆସିଛି। ତୁମେ ମତେ ଅଟକେଇ ପାରିବନି। ଏମିତି କହି ଗଣେଶ ଭଗବାନ ସବୁ ଲଡୁ ଖାଇ ଥାଳିକୁ ରଖିଦେଲେ ଏବଂ ପୂର୍ବ ପରି ମୂର୍ତ୍ତି ପାଲଟି ଗଲେ। ଆରେ ଇଏ କେମିତିକା ଭଗବାନ? ଆମ ଲଡୁ ସବୁ ଚୋରି କରି ଖାଇଦେଲେ। କିଛି ସମୟ ପରେ ବ୍ରାହ୍ମଣ ସମେତ ସବୁ ଚଢେଇ ମାନେ ସେଠାରେ ପହଞ୍ଚିଲେ। ସାର୍ ସବୁ ତ ଠିକ ଅଛି ହେଲେ ଭୋଗରାଗ ପାଇଁ କଣ କିଛି ରଖି ନାହାନ୍ତି?
ଆରେ ଏଇଠି ତ ବହୁତ ସାରା ଲଡୁ ରଖାଯାଇଥିଲା। ଲଡୁ ଗଲା କୁଆଡେ? ମୁନ୍ନା, ତୁ ଏଠି ଜଗିଥିଲୁଟି? ଲଡୁ କିଏ ନେଲା? ସାର୍, ମୁନ୍ନା ବୋଧେ ସବୁ ଲଡୁ ଖାଇ ଦେଇଛି। ନାଇଁ ସାର୍, ମୁଁ ଏ ଲଡୁ ଖାଇନି। ଏ ସବୁ ଲଡୁ ଏ ଗଣେଶ ଭଗବାନ ହିଁ ଖାଇଛନ୍ତି। ଆରେ ଟାଉଟର ଟୋକା, ମିଛ କଥା କହିବା ବି ତୁ ଶିଖିନୁ? ଆରେ ମୁଁ ଆଜି ଯାଇ ପୂଜା କଲାଣି, ଏକଥା କେବେ ଦେଖିନି କି ଶୁଣିନି ଯେ ଗଣେଶଙ୍କ ମୂର୍ତ୍ତି ଭୋଗ ଖାଇଲା ବୋଲି। ଏ ଦୁଷ୍ଟ ଟୋକା, ତୋର ଭାରି ସାହସ। ସବୁ ଲଡୁ ଖାଇ ଗଣେଶଙ୍କ ନାଁରେ ମିଛ କଥା କହୁଛୁ। ତତେ ଦଉଚି ରହ। ତୁମେ ଏ ଲଡୁ ଖାଇଛ, ଏବେ ତୁମେ ଆସଙ୍କୁ ବୁଝାଅ, ନହେଲେ ମୁଁ ଆଉ କେବେ ତମ ପୂଜା କରିବିନି। ମୁନ୍ନାର କଥା ଶୁଣି ଗଣେଶ ମୂର୍ତ୍ତିରୁ ବାହାରି ଆସିଲେ। ଗଣେଶଙ୍କୁ ଦେଖି ସମସ୍ତେ ତାଙ୍କୁ ପ୍ରଣାମ କଲେ। ସାର୍, ମୁନ୍ନାକୁ ମାରନ୍ତୁନି, ସେ ସତ କହିଛି। ମୁଁ ହିଁ ଏ ଲଡୁ ଖାଇଥିଲି। ପ୍ରଭୁ, ଆପଣ ଆମକୁ କ୍ଷମା କରନ୍ତୁ। ହେ ପ୍ରଭୁ, ଆପଣଙ୍କ ଦର୍ଶନ ପାଇ ଆମେ ଧନ୍ୟ ହେଲୁ। ମୁଁ ତୁମମାନଙ୍କ ଭକ୍ତିରେ ପ୍ରସନ୍ନ। ଆଜିଠୁ ତୁମମାନଙ୍କ ଜୀବନରେ ସବୁ ଭଲ ହେବ। ମୁନ୍ନା, ତୋରି ପାଇଁ ମୁଁ ଏଠାକୁ ଆସିଲି। ମାଗ, କଣ ମାଗୁଛୁ ମାଗ? ପ୍ରଭୁ, ଆମ ସମସ୍ତଙ୍କ ପାଠଶାଠ କିଛି ହଉନି। ଆପଣ ଆମକୁ ବିଦ୍ୟା ବୁଦ୍ଧିରେ ଆଶୀର୍ବାଦ ଦିଅନ୍ତୁ। ଠିକ ଅଛି, ଏ ଆଶୀର୍ବାଦ ମୁଁ ଦଉଛି, ହେଲେ ତୁମେମାନେ ସବୁବେଳେ ମନ ଦେଇ ପଢିବ, ତାହେଲେ ପାଠ ମନେ ରହିବ। ହଉ, ଏବେ ମୁଁ ଆସୁଛି। ଏମିତି କହି ଗଣେଶ ଭଗବାନ ପୁଣି ଥରେ ମୂର୍ତ୍ତି ପାଲଟି ଗଲେ। ଏହାପରେ ବ୍ରାହ୍ମଣ ବସି ପୂଜା ପାଠ କଲେ। କିଛି ସମୟ ପରେ ପୂଜା ସରିଲା। ସମସ୍ତେ ପୁଷ୍ପାଞ୍ଜଳି ଦେଲେ ଏବଂ ଭୋଗରାଗ ଖାଇ ଘରକୁ ଗଲେ। ପକ୍ଷୀପୁର ଜଙ୍ଗଲରେ କାଳିକା ଓ ତାର ଝିଅ କୁନି ସହ ରହୁଥାଏ। ସେମାନେ ସେ ଜଙ୍ଗଲର ବହୁତ ଧନୀ ଥିଲେ। ସେଥିପାଇଁ କୁନି କାହାରିକୁ ବି ଖାତିର କରୁନଥିଲା। ଯାଉଛି, ମୁଁ ମୋର ସବୁ ସାଙ୍ଗଙ୍କୁ ଡାକି ନେଇ ନଈକୂଳକୁ ଯିବି। ଏମିତି କହି ଟିକି ଚଢ଼ି ଜଙ୍ଗଲ ଭିତରକୁ ଗଲା। ଚିକୁ, ଆ ଜଙ୍ଗଲରେ ଥିବା ନଈକୂଳକୁ ଯିବା। ଆଜି ଆମେ ସେଠି ଖେଳିବା। ଆମେ ତୋର ମୋର ଯିବା। ଆଉ ଜଗୁ? ହଁ ହଁ, ମୁଁ ତାକୁ କହିଦେଇଛି, ସେ ବି ଆସିବ। ଏହାପରେ ସେମାନେ ନଈ କୂଳକୁ ଉଡ଼ିଗଲେ। ଆସ ଆମେ ଖେଳିବା। ଏଇ ଯେଉଁ ଗୋଲ ଘର ହେଇଛି ତାର ଭିତରେ ଜଣ ଜଣ କରି ଡେଇଁବା। ଆରେ ବାଃ, ଇଏ ତ ବହୁତ ଭଲ ଖେଳ। ହୁର୍ରେ, ଆଜି ତ ବହୁତ ମଜା ହବ। ଆଉ ହଁ, ଆମେ ଖେଳି ସାରି କୋଳି ଖାଇବାକୁ ଯିବା। କୋଳି? କୋଳି କୋଉଠି ହେଇଛି? ଆରେ କୋଳି ପରା ସେ ପାହାଡ ପାଖରେ ଫଳିଛି। ମୁଁ ଥରେ ସେ କୋଳି ଗଛରୁ କୋଳି ଖାଇଥିଲି। ସେ କୋଳି ବହୁତ ସ୍ୱାଦିଷ୍ଟ ଲାଗୁଥିଲା। କୋଳି କଥା ଶୁଣି ତ ମୋ ପାଟିରୁ ଲାଳ ବାହାରି ଗଲାଣି। ହଉ ଆସ ଖେଳିବା। ଚିକୁ, ଆଗ ତୁ ଖେଳେ। ହଉ, ମୁଁ ଖେଳୁଛି, ତୁମେ ଦେଖ। ଏହାପରେ ସେମାନେ ଖେଳିବାକୁ ଲାଗିଲେ। କିଛି ସମୟ ପରେ କୁନି କାଉ ସେଠାକୁ ଆସିଲା। ଗୋଟିଏ ଗଛ ଉପରେ ବସି ସେମାନଙ୍କ ଖେଳ ଦେଖିଲା। ଗରିବ ଚଢେଇ ମାନେ ଖେଳୁଛନ୍ତି। ମୋର ତ କେତେ ଗାଡି ଘୋଡା ଦୋଳି ଖେଳନା ଅଛି। ଆଉ ଏମାନେ ଏଠି ଘର ଡିଆ ଡେଇଁ ଖେଳ ଖେଳୁଛନ୍ତି। ଘମଣ୍ଡି କୁନି ଏମିତି କହି ହସିବାକୁ ଲାଗିଲା। ସେମାନେ ମନ ଖୁସିରେ ଜଣକ ପରେ ଜଣେ ଖେଳୁଥାନ୍ତି। ହଠାତ୍ ଚିକୁର ନଜର କୁନି ଉପରେ ପଡିଲା। କୁନି, ଆମ ସହ ଖେଳିବୁ। ସେଠି କାହିଁକି ବସିଛୁ? ହଁ କୁନି, ଆସେ ଆସେ ଆମ ସହ ଖେଳିବୁ। ଆରେ ତାକୁ କାହିଁକି ଡାକୁଛ? ତମେ କଣ ଭାବୁଛ ସେ ଆମ ଗରିବ ମାନଙ୍କ ସହ ଖେଳିବ? ଏ ଗରିବ ଚଢେଇ ମାନେ, ତୁମର ତ ଭାରି ସାହସ। ତୁମେ ମାନେ ମୋ ନାଁ ଧରିକି ଡାକୁଛ। ତୁମେ କଣ ଭାବୁଛ ମୁଁ ତୁମ ପରି ଗରିବ ଚଢେଇଙ୍କ ସହ ଖେଳିବାକୁ ଯିବି? ନା, ଏଇଟା ସମ୍ଭବ ନୁହେଁ। ଏମିତି କଣ କହୁଛୁ? ଆମେ ତ ତତେ ଖେଳିବାକୁ ଡାକିଲୁ। ଯଦି ତୁ ନ ଖେଳିବୁ ମନା କରିଦେ। ଆମକୁ ଗରିବ କାହିଁକି କହୁଛୁ? ଆମେ ଗରିବ ବୋଲି କଣ ତୁମ ଦୁଆରକୁ ଭିକ ମାଗିବାକୁ ଯାଉଛୁ ନା କଣ? ତୋ ଘମଣ୍ଡ ତୋ ପାଖରେ ରଖ। ଆମେ ବି ଚାହୁଁନୁ ତୁ ଆମ ସହ ଖେଳେ ବୋଲି। ଚାଲ ସାଙ୍ଗମାନେ, କୋଳି ଖାଇବାକୁ ଯିବା। ତୁମମାନଙ୍କର ତ ବହୁତ ସାହସ। ତୁମେମାନେ ମତେ ଖରାପ କହୁଛ। ରୁହ, ମୁଁ ଯାଇ ମୋ ମାକୁ ସବୁ କଥା କହିବି। ଏମିତି କହି କୁନି ସେଠୁ ଘରକୁ ଚାଲିଗଲା।
ଚିକୁ, ଜଗୁ ଓ ଟିକି ମଧ୍ୟ କୋଳି ଖାଇବାକୁ ଚାଲିଗଲେ। ମା ମା, ସେ ଗରିବ ଚଢେଇ ମାନେ ମତେ ଗାଳି କଲେ। ଆରେ ସେମାନେ ତତେ ଗାଳି କାହିଁକି କଲେ? ସେମାନେ ଖେଳୁଥିଲେ। ମୁଁ କହିଲି ଚଢେଇ ମାନେ ମୁଁ ତୁମ ସହ ଖେଳିବି, କିନ୍ତୁ ସେମାନେ ମତେ ମନା କଲେ। ମୁଁ ବାଧ୍ୟ କରିବାରୁ ମତେ ଗାଳି କଲେ। ଆଚ୍ଛା ଏମିତି କଥା। ହଉ ମୁଁ ସେମାନଙ୍କୁ ପଚାରିବି। ପଚାରିବ କଣ? ସେମାନଙ୍କୁ ମାରିବ ହେଲା। ହଁ ହଁ ମାରିବି। ଏହା ଭିତରେ କିଛି ଦିନ ବିତିଗଲା। କୁନି ଗୋଟିଏ ଗଛ ଉପରେ ବସି ଆମ୍ବ ଖାଉଥାଏ। ହଠାତ୍ ସେଇ ସମୟରେ ଗୋଟିଏ ଶାଗୁଣା ଆସି କୁନିକୁ ଧରିନେଲା। ଆରେ ବା, ଆଜି ଗୋଟିଏ କାଉ ପିଲାର କଅଁଳିଆ ମାଂସ ଖାଇବାକୁ ମିଳିବ। ନଈ କୂଳରେ ତିନି ସାଙ୍ଗ ବସିଥାନ୍ତି। ହଠାତ୍ ସେମାନେ ଦେଖିଲେ ଶାଗୁଣା କୁନିକୁ ଟେକି ନେଇ ଯାଉଛି। ଆରେ ବାପାରେ, ଏ ଶାଗୁଣା ତ କୁନିକୁ ଟେକି ନେଇ ଯାଉଛି। ଚାଲ ଯିବା ତାକୁ ବଞ୍ଚେଇବା। ନାଇଁ ନାଇଁ, ବହୁତ ଭଲ ହେଲା। ସେ ଶାଗୁଣା ଆଜି କୁନିର ଗର୍ଭ ଭାଙ୍ଗିବ। ଏ ତୁ କଣ କହୁଛୁ? ସେ କିଛି ଜାଣିପାରୁନି। ସେ ତ ପିଲାରୁ ଦାମୀ ଦାମୀ ଖେଳନା ଖେଳି ଆସିଛି ଓ ଭଲ ଘର ଭଲ ଖାଦ୍ୟ ଖାଇ ବଞ୍ଚିଛି। ସେଥିପାଇଁ ସେ କହିଦେଇଛି ସେ କଥା ଭୁଲି ଚାଲ ଆମେ ତାକୁ ବଞ୍ଚେଇବା। ହଉ, ତୁ ଯଦି କହୁଛୁ ଚାଲ ଯିବା। ଏହାପରେ ସେମାନେ ସେଠୁ ଶାଗୁଣାର ଗୁମ୍ଫା ଆଡକୁ ଗଲେ। କିଛି ସମୟ ପରେ ସେମାନେ ସେଠି ପହଞ୍ଚିଲେ। ସେମାନଙ୍କୁ ଦେଖି ଶାଗୁଣା କହିଲା, ଆରେ ତୁମେ ମାନେ ସବୁ କୁଆଡେ ଆସିଛ? ତୁମେ ଆମ ସାଙ୍ଗକୁ ଧରି ଆଣିଛ, ସେଥିପାଇଁ। ଭଲରେ ଭଲରେ କହୁଛୁ, ଆମ ସାଙ୍ଗକୁ ଛାଡି ଦିଅ, ନହେଲେ କିଛି ଭଲ ହବନି। ମୁଁ ଭଲ ଭାବେ ଜାଣିଛି ଇଏ ତୁମ ସାଙ୍ଗ ନୁହଁ, କାହିଁକି ନା ତୁମମାନଙ୍କ ସହ ମୁଁ ଆକୁ କେବେ ବି ଦେଖି ନାହିଁ। ତୁମେ କେମିତି ଦେଖିବ? ସିଏ କଣ ଆମ ସହ ସବୁବେଳେ ମିଶୁଛି? ସିଏ ତ ଘରେ ରହେ। ଏମିତି ଚିକୁ ଶାଗୁଣାକୁ ବୁଝେଇବାକୁ ଲାଗିଲା। ରୁହ, ଏବେ ପ୍ରମାଣ ହେଇଯିବ ସିଏ ତୁମ ସାଙ୍ଗ ବୋଲିକି ନାହିଁ। ଏ କୁନି, ତୁ କଣ ଏମାନଙ୍କ ସାଙ୍ଗରେ ସାଙ୍ଗ ହଉ? ଏକଥା ଶୁଣି କୁନି ମନେ ମନେ ଭାବିଲା, ମୁଁ ଯଦି ନାହିଁ କହିଦେବି ଏ ଦୁଷ୍ଟ ଶାଗୁଣା ତ ମତେ ଖାଇଯିବ। ହଁ ହଁ, ଏମାନେ ମୋର ସାଙ୍ଗ। ଶୁଣିଲ ତ, ସେ ଆମ ସାଙ୍ଗ ବୋଲି। ଏହାପରେ ଶାଗୁଣା କୁନିକୁ ଛାଡିଦେଲା ଓ ସବୁ ଚଢେଇ ମାନେ ସେଠୁ ନଈ କୂଳକୁ ଚାଲି ଆସିଲେ। ମତେ କ୍ଷମା କର, ମୁଁ ତୁମକୁ ସେଦିନ ଗରିବ ଗରିବ କହି ଚିଡେଇଥିଲି। ନାଇଁ ନାଇଁ, ତୁମେ ଠିକ କହିଥିଲ। ଆମେ ତ ଗରିବ, ଆଉ ଗରିବଙ୍କୁ ଗରିବ କହିବନି ତ ଆଉ କଣ କହିବ? ମୁଁ ପୁଣି ଥରେ କ୍ଷମା ମାଗୁଛି। ଏମିତି ଭୁଲ ମୁଁ ଆଉ କେବେ କରିବିନି। ଆଉ ମୁଁ ତୁମମାନଙ୍କ ସହ ଖେଳିବି, ବୁଲିବି, ସବୁ କରିବି। ହଉ ହଉ କୁନି, ଠିକ ଅଛି। ବହୁତ ସମୟ ହେଲାଣି, ତୁ ଏବେ ଘରକୁ ଯା, ଆମେ ବି ଯାଉଛୁ। ଏହାପରେ ସମସ୍ତେ ସେଠୁ ଚାଲିଗଲେ। କୁନି ତା ମାକୁ ଯାଇ ସବୁ କଥା କହିଲା। ମୁଁ ଜାଣିଥିଲି ତୁ ମିଛ କଥା ସେଦିନ କହିଥିଲୁ ବୋଲି। ସାଙ୍ଗମାନେ,